ହୁଏତ ମୋତେ ସମର୍ଥନ କର, ମୁଁ ହାରିଯାଇପାରେ, ବିରୋଧ କରିବ ପୁଣି ଜିତିବି। ଯେତିକି ଲୋକଠୁ ସ୍ନେହ ଶ୍ରଦ୍ଧା ପାଉଛି, ଏତେ ଅଯୋଗ୍ୟ ହେଇକି ମଧ୍ୟ ଏତେ ସ୍ନେହ ଶ୍ରଦ୍ଧା ପାଉଛି, ତାହେଲେ ଭଗବାନ କରନ୍ତୁ ମୁଁ ଏଇଭଳି ଅଯୋଗ୍ୟ ହେଇ ରହେ। ଆପଣମାନଙ୍କ ମାଧ୍ୟମରେ ମୁଁ ଆଜି ଦାବି କରିବି, ଏଠି ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେଉଛି। ଆପଣଙ୍କର ବିଧାୟକ କେଉଁଦିନ କାହାଠାରୁ ଗୋଟେ ଟଙ୍କା ନେଇଛି? କେବେ କାହାକୁ ଚାକିରି ଦେବ କହିକି ତାଠାରୁ ପଇସା ଖାଇଛି? କେବେ କୌଣସି ବ୍ଲକ, କୌଣସି ୱାର୍ଡ ଏବଂ ଏଠି ମ୍ୟୁନିସିପାଲିଟି 19ଟା ୱାର୍ଡ କେଉଁଠି କେଉଁ କାମରେ ଗୋଟିଏ ଟଙ୍କାଟେ ଖାଇଛି? ମୁଁ ତ ଖୋଲା ଖୋଲି ପଚାରୁଛି ଆପଣମାନଙ୍କୁ। ଦ୍ୱିତୀୟ କଥା, ଆପଣଙ୍କ ବିଧାୟକ କେବେ କାହାକୁ ଖରାପ ବ୍ୟବହାର କରି ଆପଣ ଦେଖିଛନ୍ତି? କେବେ ରାଗିବା ଦେଖିଛନ୍ତି? କେବେ ହସ ହସ ମୁହଁ ଛଡ଼ା ଅନ୍ୟ କିଛି ଦେଖିଛନ୍ତି? ତାହେଲେ ଯୋଗ୍ୟତା ଅଯୋଗ୍ୟତାର ମାପକାଠି କ'ଣ? ମୁଁ ଏଇଭଳି ଅଯୋଗ୍ୟ ହେଇ ରହିବା ପାଇଁ ଚାହେଁ, ତାଙ୍କ ଭଳି ଯୋଗ୍ୟ ହେବା ପାଇଁ ଚେଷ୍ଟା କାହିଁ କରିବାକୁ ଯିବି? ମୁଁ ତ ଭାବୁଛି ଯେତିକି ଲୋକଠୁ ସ୍ନେହ ଶ୍ରଦ୍ଧା ପାଉଛି, ଏତେ ଅଯୋଗ୍ୟ ହେଇକି ମଧ୍ୟ ଏତେ ସ୍ନେହ ଶ୍ରଦ୍ଧା ପାଉଛି, ତାହେଲେ ଭଗବାନ କରନ୍ତୁ ମୁଁ ଏଇଭଳି ଅଯୋଗ୍ୟ ହେଇ ରହେ ଏବଂ ଭଗବାନ କରନ୍ତୁ ସେମାନେ ଯାହା କରୁଛନ୍ତି ସେମାନେ ସେଇଭଳି ଯୋଗ୍ୟ ହେଇ ମଧ୍ୟ ରୁହନ୍ତୁ। ସାରା ଭାରତ ବର୍ଷରେ ବିଜୁ ଜନତା ଦଳ ଏକମାତ୍ର ଏମିତି ଦଳ ଯେଉଁ ଦଳରେ ସ୍ୱାଧୀନ ମତ ବ୍ୟକ୍ତ କରିବାର ଅଧିକାର ଅଛି। ଆପଣ ବିଜେପି ଦଳକୁ ଯିବେ, ସେଠି କୌଣସି ବିଧାୟକ ବାବଦରେ ଆଉ ଗୋଟେ ଜାଗାରେ ଯୋଗ୍ୟ ଅଯୋଗ୍ୟତା ମିଟିଂ କରିବେ, ସେ ଦଳ ଆପଣଙ୍କୁ ଛାଡ଼ିଦେବ କି? ଇଏ ହେଉଛି ବିଜୁ ଜନତା ଦଳ ମହାନତା, ଏଠି ମଧ୍ୟ ବାକ୍ ସ୍ୱାଧୀନତା ଅଛି। ତେଣୁ ସେମାନେ ଯାଇ ସେଠି କ'ଣ କଲେ ସେଠି ମୋର ସେ ଦଳ ହାଇକମାଣ୍ଡ ବିଚାର କରିବେ, ମୁଁ କିଏ କହିବା ପାଇଁ। କିନ୍ତୁ ସେମାନେ ଜାଣି ରଖିବା ଦରକାର ଯେ ସେମାନେ ମଧ୍ୟ ବିଜୁ ଜନତା ଦଳର ଜଣେ ଜଣେ ଶୃଙ୍ଖଳିତ ସଭ୍ୟ। ତେଣୁ ସେମାନେ ଯଦି ଏଭଳିଆ ବିଶୃଙ୍ଖଳିତ ଆଚରଣ କରିବେ, ଏଇଟା ଦଳର କ୍ଷତି ହେବ। ଏବଂ ସେମାନେ ଯେଉଁ ଦାବି କଲେ ଇଏ ହେବ ବିଧାୟକ ପ୍ରାର୍ଥୀ ବଦଳାଯାଉ, ବିଧାୟକ ତ ପ୍ରାର୍ଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ କିଛି ଠିକ୍ କରିନାହାନ୍ତି, ତ ଆପଣମାନେ ଏତେ ବ୍ୟସ୍ତ କାହିଁକି? ମୁଁ ତ ନିଜେ ଜାଣିନି ମୁଁ ବିଧାୟକ ହେବି ବୋଲି, ଆପଣମାନେ କେମିତି ଜାଣିଲେ ମୁଁ ବିଧାୟକ ହେବି ବୋଲି? ତା ମାନେ ମୋତେ ଲାଗୁଛି ବୋଧେ ମୁଁ ବିଧାୟକ ହେବି, କାରଣ ଆପଣ ମନ ଭିତରୁ ଯେଉଁ ପ୍ରକାର ଜିନିଷ ହେଉଛି ମୁଁ ଲାଗୁଛି ଯେ ଏବେ ସମୟ ଆସିଗଲା ମୁଁ ମଧ୍ୟ ଖୁସିରେ ବାଣ ଫୁଟେଇବି। ଗଡ଼ି ଗଡ଼ି ଯାଅ, ଗଡ଼ି ଗଡ଼ି ଯାଅ, ଏତେ କଷ୍ଟ କରିବାର କିଛି ଦରକାର ନାହିଁ। ଚୁପ୍ କିରି ଯାଅ, ହାଇକମାଣ୍ଡଙ୍କ କାନରେ କହିଦେଇ ଆସ, ଆପେ ଆପେ ବଦଳ। କାହିଁ ବ୍ୟସ୍ତ କାହିଁକି ଏତେ? ମୋର ଇଚ୍ଛା ବି ନାହିଁ ତମ ଇଏ ଦେଖି। ଆରେ ଇଏ ଗୋଟେ କଥା ନା, ଆରେ ହେଇନି ପରା 147ଟା ନିର୍ବାଚନ ମଣ୍ଡଳୀ କେଉଁଠି ବିଧାୟକ ପ୍ରାର୍ଥୀ କେଉଁଠି ଘୋଷଣା ହେଲାଣି? ଏତେ ବ୍ୟସ୍ତ କାହିଁକି? ଅଯୋଗ୍ୟ କିଏ ଅଯୋଗ୍ୟ କିଏ? ସେ ପରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଛନ୍ତି, ଯିଏ ବର୍ତ୍ତମାନ ତାଙ୍କ ତରଫରୁ ପରିଚାଳନା କରୁଛନ୍ତି ସବୁକିଛି। ଭି କାର୍ତ୍ତିକ ପାଣ୍ଡିଆନ ବସିଛନ୍ତି, ସେଠି ପୁରା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବସିଛନ୍ତି। ତ ତାଙ୍କୁ ଟିକେ ନିଷ୍ପତ୍ତି ନେବାକୁ ଦିଅ। ତମେ କାହିଁ ନିଷ୍ପତ୍ତି ନେଉଛ? କରିଥିଲେ କିନ୍ତୁ 21,000 ଭୋଟରେ ଭୁଲ ଭାରେ ଅଯୋଗ୍ୟ ପୁଣି ଜିତିଗଲା। ତ ପୁଣି ମୋତେ ଏଥର ଅଯୋଗ୍ୟ କଲେଣି। ତମେ ତ ସେୟା କରୁଛ। ହୁଏତ ମୋତେ ସମର୍ଥନ କର, ମୁଁ ହାରିଯାଇପାରେ, ବିରୋଧ କରିବ ପୁଣି ଜିତିବି। ତେଣୁ କଥା ହେଉଛି କିଛି ଜିନିଷ ଉଚ୍ଚ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ରଖ, ବ୍ୟସ୍ତ କାହିଁ? ସବୁ କିଛି ଇଏ ଗୋଟେ ଶୃଙ୍ଖଳିତ ଦଳ, ବିଶୃଙ୍ଖଳିତ ଆଚରଣ କରିବ କାହିଁକି? କଥା ହେଉଛି କହିବାର କଥା ଅଛି, ଆପଣମାନଙ୍କୁ ସବୁ ପ୍ରକାର ମୁକ୍ତ ସ୍ୱାଧୀନତା ଦିଆଯାଇଛି। ଆପଣମାନେ ସିଧା ଯିବେ ଉପର ହାଇକମାଣ୍ଡକୁ କହିକି ଆସିବେ ଯାହା ମନର କଥା, ମୋ ବିରୁଦ୍ଧରୁ ଯାହା ବିରୁଦ୍ଧରୁ, କିଛି ଅସୁବିଧା ନାହିଁ। କିନ୍ତୁ ସର୍ବସାଧାରଣ କହିଲେ କ'ଣ ହେବ? ଆ ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳର ଭାବମୂର୍ତ୍ତିରେ ଚିହ୍ନ ଲାଗିଯିବ, ପ୍ରଶ୍ନ ଲାଗିଯିବ। ଅନ୍ୟ ଦଳ ଲୋକମାନେ କହିବେ ଆରେ ଆମକୁ କହୁଥିଲେ ଦେଖ ତାଙ୍କର ଦଳ ଭିତରେ କେତେ ବିଶୃଙ୍ଖଳା। ଏଇଟା କ'ଣ ଦଳ ପାଇଁ ଭଲ ହେଉଛି? ଏଇଟା କ'ଣ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତି ଆମର ସମ୍ମାନ? ତେଣୁ ମୋର କହିବା କଥା, ମାଇକ୍ ଧରିକି ରାସ୍ତାକଡ଼ରେ କଥା କହିବା ଅପେକ୍ଷା ବୁଦ୍ଧିମାନ କାର୍ଯ୍ୟ ହେଇଥାନ୍ତା। ଆପଣମାନେ ଯେଉଁମାନେ ବିରୋଧ କରୁଛନ୍ତି ସମ୍ମିଳିତ ହୋଇକି ହାଇକମାଣ୍ଡଙ୍କ ପାଖରେ ପହଞ୍ଚିକି ସେଠି ଜଣେଇକି ଆସିଥିଲେ, ମୁଁ ଭାବୁଛି ଏଇଟା ଶୋଭା ପାଇଥାନ୍ତା।